ସାଙ୍ଗମାନେ ଜୟ ଜଗନ୍ନାଥ। ଆପଣମାନଙ୍କ ପାଇଁ ଆସିଲା ଖୁସିର ଖବର। ଯେଉଁମାନେ +3 ଆଡ଼ମିସନ୍ କରିନାହାନ୍ତି ଆଉ ଯେଉଁମାନେ ବି କରେଇ ଦେଇଥିଲେ, ଯେଉଁ ସରକାର ଆଣିଲା ଆପଣମାନଙ୍କ ପାଇଁ ଯେ କି ବିନା ପଇସାରେ ପାଠ ପଢ଼ିବେ, ଯେ କି +2 ରୁ PG ପର୍ଯ୍ୟନ୍ତ ଆପଣମାନେ ଫ୍ରିରେ ପାଠ ପଢ଼ିପାରିବେ। ଏ କଥାଟି ଠିକ୍ ଅଛି। ଆଉ ଗୋଟେ କଥା ଶୁଣନ୍ତୁ, ଯେ କି ସବୁ କଲେଜର ଫ୍ରି ନାହିଁ। ଏ କଥା ବି ଜାଣିଥାନ୍ତୁ, ସବୁ କଲେଜର ଫ୍ରି ନାହିଁ। ଯେ କି କୌଣସି କିଛି କଲେଜର ଯେ କି ଆପଣମାନଙ୍କୁ ଟଙ୍କା ଦେବା ପାଇଁ ପଡ଼ିବ। ଯେ କି ପ୍ରାଇଭେଟ୍ ଧରି ନିଅନ୍ତୁ, ପ୍ରାଇଭେଟ୍ କଲେଜରେ ଆପଣମାନଙ୍କୁ ଟଙ୍କା ଦେବା ପାଇଁ ପଡ଼ିବ। ସାଙ୍ଗମାନେ ଏବେ ଗୋଟେ ନୂଆ ନୋଟିସ୍ ଜାରି ହେଇଛି, ଯେ କି ସାମ୍ସ ଜାରି କରିଛି। ସେ ସାମ୍ସ ଯେଉଁ ଜାରି କରିଛି ତାର ପୁରାଟା ଡିଟେଲ୍ସ ମୁଁ ଏଥିରେ ଆଲୋଚନା କରିବି। ବହୁତ ପିଲା ଫୋନ୍ ମେସେଜ ଦ୍ୱାରା ବହୁତ କିଛି ପଚାରୁଛନ୍ତି, ସାର୍ ଆମେ ଏଟା କ'ଣ କରିପାରିବୁ, ଯେ କି ନୂଆ ପିଲା ଆପ୍ଲାଏ କରିପାରିବେ କି ନାହିଁ, ସବୁକିଛି ଡିଟେଲ୍ସ ମୁଁ ଭିଡ଼ିଓରେ ଆଲୋଚନା କରିବି। ପିଲାମାନେ ଯେଉଁମାନେ ଚ୍ୟାନେଲ ନୂଆ ଅଛନ୍ତି, ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଦେଖନ୍ତୁ ଆପଣମାନଙ୍କ ପାଇଁ ଆସିଲା ଖୁସିର ଖବର, ଯେ କି 7 ତାରିଖରେ ନୋଟିସ୍ଟି ଜାରି କରିଛି, ଯେ କି +3 ଯେଉଁ ସାମ୍ସ ଯେ କି ସେକେଣ୍ଡ ଫେଜ୍କୁ ନେଇକି। ଦେଖନ୍ତୁ ସାମ୍ସ ଯେଉଁ ଜାରି କରିଛି, ଆପଣମାନେ ଏଇ ଯେଉଁ କଥାଟି ଭଲ ଭାବରେ ବୁଝିପାରିବେ କ'ଣ ପାଇଁ ସେ ଜାରି କରିଛି। ଯେ କି ସରକାର ଯେଉଁ ନିୟମ କାଢ଼ିଲା, ଯେ କି ଆପଣମାନଙ୍କୁ ଫ୍ରିରେ ପାଠ ପଢ଼ାଯିବ। ଯେଉଁ ପିଲାମାନେ ଫାଷ୍ଟ ଟଙ୍କା ଦେଇଛନ୍ତି ସେମାନେ କେମିତି ପଇସା ପାଇବେ, ବହୁତ କ୍ୱେଶ୍ଚନ୍ ଅଛି ସରକାର ପାଇଁ। ଦେଖନ୍ତୁ ଯେଉଁ ପଇସା ଦିଆଯାଇଛି ସେମାନଙ୍କୁ ଟଙ୍କା କେମିତି ଫେରସ୍ତ କରାଯିବ, ଏକଥା ବି ଏଥିରେ ମୁଁ ଆଲୋଚନା କରିବି। ଦେଖନ୍ତୁ ସାଙ୍ଗମାନେ, କେହି ବି କୁଆଡ଼େ ଯାଆନ୍ତୁନି, ଭଲ ଭାବରେ ଭିଡ଼ିଓଟି ଦେଖନ୍ତୁ। ଆପଣମାନଙ୍କର ଯେଉଁ ଫର୍ମଟି ଆପ୍ଲାଏ ହେବ କେବେ ନା 8 ଜୁଲାଇ 2026 ପାଖରୁ 12 ଯେ କି ଲାଷ୍ଟ ଡେଟ୍ ଅଛି 12 ଜୁଲାଇ 2026 ପର୍ଯ୍ୟନ୍ତ ଏଇ ଯେଉଁ 2 ଦିନର ଆପଣମାନଙ୍କର ଫର୍ମଟି ଆପ୍ଲାଏ ହେବ। ସେଇ ଯେଉଁ 2 ଦିନର ଫର୍ମଟି ଆପ୍ଲାଏ ହେବ, କେଉଁମାନେ ଆପ୍ଲାଏ କରିବେ ଦେଖନ୍ତୁ ସାଙ୍ଗମାନେ, ଆପଣମାନେ ଯଦିକା ଫାଷ୍ଟ ଫେଜ୍ ଆପ୍ଲାଏ କରିନାହାନ୍ତି, ଯଦିକା ଆପଣମାନେ ଆଉ ଏ ଯେଉଁ ଫାଷ୍ଟ ଫେଜ୍କୁ ଆପ୍ଲାଏ କରିପାରିବେ ନାହିଁ, ଏକଥା ଆପଣମାନେ ଭଲ ଭାବରେ ଜାଣିପାରିବେ। ଆଉ ଗୋଟେ କଥା, ଯେ କି ଯେଉଁମାନେ ହିଁ ଆପ୍ଲାଏ କରିଥିବେ ସେଇମାନେ ହିଁ ଏଟାକୁ ଫର୍ମଟି ପକାଇ ପାରିବେ। ଏ କଥା ବି ଆପଣମାନେ ବୁଝିବା ଦରକାର। ବହୁତ ପିଲା ଅଛନ୍ତି ଯେ କି ଫୋନ୍ ମେସେଜ ବାରମ୍ବାର ଚାଲୁଛି ତାଙ୍କର, ଯେ ଆମେ ତ ଫର୍ମ ଆପ୍ଲାଏ କରିପାରିନୁ, ଯେ କି ଏଇଥର ଆମେ ଆପ୍ଲାଏ କରିପାରିବୁ ନା ନାହିଁ। ନା ସାଙ୍ଗମାନେ, ଯେଉଁମାନେ ଆପ୍ଲାଏ କରିନାହାନ୍ତି ସେମାନେ କରିପାରିବେ ନାହିଁ। ଯେଉଁମାନେ କରିଛନ୍ତି ଆଉ ଯେଉଁମାନେ ଫର୍ମ ଆପ୍ଲାଏ କରିଛନ୍ତି ତାଙ୍କର ସିଲେକ୍ସନ୍ ଆସିଥିଲା, ଯେ କି ଭୁଲ ବଶତଃ ସେମାନେ ଆଡ଼ମିସନ୍ କରିପାରିନାହାନ୍ତି, କିଛି କରିପାରିନାହାନ୍ତି, ଆଉ ଥରେ ସେମାନେ ସେକେଣ୍ଡ ଥର ଆପଣମାନେ କଲେଜ ସିଲେକ୍ସନ୍ ଦେଇପାରିବେ। ଆଉ ଯେଉଁମାନଙ୍କର ଯେ କି ସ୍ଲାଇଡ୍ ଅପ୍ କରିଥିଲେ ସେମାନେ ବି ସେକେଣ୍ଡ ଯେଉଁ ଚୁଜ୍ ଦେଇପାରିବେ। ଏକଥା ବି ଭଲ ଭାବରେ ବୁଝନ୍ତୁ ସାଙ୍ଗମାନେ। ଆପଣମାନଙ୍କର ଯେଉଁ ସେକେଣ୍ଡ ରାଉଣ୍ଡର ବାହାରିବ 20 ତାରିଖରେ, ଆପଣମାନଙ୍କର ସେକେଣ୍ଡ ରାଉଣ୍ଡଟା ଆସିବ। ସେକେଣ୍ଡ ରାଉଣ୍ଡ ଯେ କି 12 ତାରିଖ ପରେ 20 ତାରିଖରେ ଆପଣମାନଙ୍କର ଆସିବ ସେକେଣ୍ଡ ରାଉଣ୍ଡର ସିଲେକ୍ସନ୍ଟି ଆସିବ। ଯେଉଁ ପିଲା ଫ୍ରିଜ୍ କରିବା କଥା କରିବେ, ଯେଉଁ ପିଲା ଯେ ସ୍ଲାଇଡ୍ ଅପ୍ କରିବା କଥା କରିବେ, ଯେଉଁ ପିଲା ଫ୍ଲଟ୍ କରିବା କଥା କରିବେ। ଅନଲାଇନ୍ ପେମେଣ୍ଟ ଫର୍ ଦି ପେଡ୍ ସେଟ୍, ଦେଖି ଆପଣମାନେ ଏ କଥା ବି ଭଲ ଭାବରେ ବୁଝିବା ଦରକାର। 20 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ଆପଣମାନଙ୍କର ଆଡ଼ମିସନ୍ ରହିବ। ତାପରେ ଆପଣମାନଙ୍କର ଯେ ଥାର୍ଡ଼ ସିଲେକ୍ସନ୍ କେବେ ଆସିବ, 29 ଜୁଲାଇର ଥାର୍ଡ଼ ସିଲେକ୍ସନ୍ ଆସିବ। 29 ଜୁଲାଇର ଥାର୍ଡ଼ ସିଲେକ୍ସନ୍ ଗଲା ପରେ ସ୍ପଟ୍ ଆସିବ କେବେ ନା, ସ୍ପଟ୍ ଆସିବ ଯେଉଁ ଆପଣମାନଙ୍କର 4 ଅଗଷ୍ଟରେ ସ୍ପଟ୍ ଆଡ଼ମିସନ୍ ଆସିବ। ପିଲାମାନେ ସ୍ପଟ୍ ଆଡ଼ମିସନ୍ କରିସାରିଲା ପରେ ଆପଣମାନଙ୍କର ସେକେଣ୍ଡ ଫେଜ୍ ଆସିଯିବ। ଯେ କି କ'ଣ, ଏ କଥା ଭଲ ଭାବରେ ଦେଖନ୍ତୁ। ସେକେଣ୍ଡ ଫେଜ୍ ବହୁତ ଜଲ୍ଦି ଆସିଯିବ, ଯେ କି ଟାଇମିଂ ଆସିନି, ଆପଣମାନଙ୍କ ପାଖରେ ପହଞ୍ଚି ନାହିଁ। ଏ କଥା ବି ବୁଝିବା ନିହାତି ଦରକାର ସାଙ୍ଗମାନେ। ଯଦିକା ଚ୍ୟାନେଲରେ ନୂଆ ଥିବେ, ଚ୍ୟାନେଲଟିକୁ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜୟ।